ଭଉଣୀ ପାଳନ କଲେ ଭାଇର ଜନ୍ମଦିନ। ଧର୍ମଗଡ଼ ଯଶୋଦା ଅନାଥାଶ୍ରମରେ ବଡ଼ ଭଉଣୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଯଶୋଦା ଅନାଥାଶ୍ରମରେ ଆଜି ମହାବୀର ଗ୍ରାମର ସମାଜସେବୀ ବାଲେଶ୍ୱର ସୁନାନୀଙ୍କ ଝିଅ ସୁଶ୍ରୀ କବିତାଞ୍ଜଳି ସୁନାନୀ, ସାନ ଭାଇ ସ୍ୱର୍ଗତ ସୁଜିତ କୁମାର ସୁନାନୀ ଓରଫ ଅଜୁ ଓ ସାନ ଭଉଣୀ ସୀମାର ଜନ୍ମଦିନ ଧର୍ମଗଡ଼ ଯଶୋଦା ଅନାଥାଶ୍ରମଠାରେ ନିଜ ସାନ ଭାଇର ଦୁଃଖକୁ ଅନ୍ତରରେ ଜାବୁଡ଼ି ଧରି ଜଣେ କାର୍ଯ୍ୟରତ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ଆଜି ଅନାଥ ପୁଅ ଝିଅ 76 ଜଣ, ବୃଦ୍ଧା ବୃଦ୍ଧ 26 ଜଣ, ବିକଳାଙ୍ଗ 7 ଜଣ ଓ ଅନାଥାଶ୍ରମର ଲୋକମାନଙ୍କ ସହ ମିଶି କେକ୍ କାଟି ଜନ୍ମଦିନ ପାଳନ କରିଥିଲେ ଏବଂ ସମସ୍ତଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ ଓ କହିଥିଲେ ଏହି ଭାଇ ଭଉଣୀ ସହ ମିଶି ବହୁତ ଭଲ ଲାଗିଲା। ମୁଁ ସବୁବେଳେ ଏମିତି ସାହାଯ୍ୟର ହାତ ବଢ଼ାଉଥିବି ବୋଲି କହିଥିଲେ। ଅନାଥ ଆଶ୍ରମର ଉପଦେଷ୍ଟା ଶ୍ୟାମସୁନ୍ଦର ଜାଲ, ଯଶୋଦାମା କସ୍ତୁରୀ ଜାଲ, ଖଗପତ ସଗଡ଼ିଆ, ବିବେକ ନିଆଲ, ସୁଶାନ୍ତ ନାୟକ, ସମସ୍ତ ଯଶୋଦାଶ୍ରମର କର୍ମକର୍ତ୍ତା ସୁଶ୍ରୀ କବିତାଞ୍ଜଳି ସୁନାନୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ମିଷ୍ଟାନ୍ନ ବଣ୍ଟନରେ ସହଯୋଗ କରିଥିଲେ ଓ ଜନ୍ମଦିନ ପାଳନ କରିଥିବା ପୁଅ ଝିଅଙ୍କ ଶୁଭ ମନାସିଥିଲେ। ଜଣେ ଝିଅ ଏପରି ପଦକ୍ଷେପ ନେଇ ଅନାଥ ଶିଶୁ, ବୃଦ୍ଧ ବୃଦ୍ଧା ଓ ବିକଳାଙ୍ଗମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥିବାରୁ ଏଭଳି ପଦକ୍ଷେପ ଜନମହଲରେ ଆନନ୍ଦ, ଉତ୍ସାହ ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। କଳାହାଣ୍ଡିରୁ ସମୀର କୁମାର ନାଗଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।